କରିବା ଆପଣ ଆପଣଙ୍କର ପରିଚୟ ଆଉ କ'ଣ ହେଇଥିଲା ଆଉ କୋଉଠି କୋଉଠି ଟ୍ରିଟମେଣ୍ଟ କରିଥିଲେ ତା ସହିତ କ'ଣ ରେଜଲ୍ଟ ପାଇଥିଲେ ଆଉ ଏଇ ଅସ୍ଲିପିୟସ୍ ପ୍ରଡକ୍ଟ ନେଇକି ଆପଣ କ'ଣ ରେଜଲ୍ଟ ପାଇଛନ୍ତି ତା ସେୟାର କରିବେ। ସମସ୍ତଙ୍କୁ ପ୍ରଥମ ନମସ୍କାର, ଜୟ ଜଗନ୍ନାଥ। ମୋର ନିଜର ବିପି ଆଉ କୋଲେଷ୍ଟ୍ରଲ୍ ଥିଲା ଆଉ ଏଇ ଆମର AWPL ମେଡିସିନ ୟୁଜ୍ କରିକି ବର୍ତ୍ତମାନ ସବୁ ନର୍ମାଲ ଅଛି। ଆଉ ମୋ ଛୁଆ ଦେଖନ୍ତୁ ଯିଏକି ଜନ୍ମରୁ ମାନେ ଚାଲି ପାରୁନଥିଲା କିମ୍ବା ଖାଇ ପାରୁନଥିଲା, ନିଜର କାମ କରିପାରୁନଥିଲା। ଓଡ଼ିଶାର ଯେତେ ବି ଆମର ସିନିୟର ଡକ୍ଟର ଥିଲେ ସମସ୍ତଙ୍କୁ ମୁଁ ଦେଖେଇଛି କିନ୍ତୁ ସବୁଥିରେ ଫେଲୁଅର ହେଇଥିଲି। ଆଉ ଏଇ ଏସ୍ଏଲ୍ପିଏସ୍ରେ ଆଜି ଏ ଛୁଆ ଆପଣଙ୍କ ସାମ୍ନାରେ ତାଙ୍କ ବିଷୟରେ ମୁଁ ଟିକେ ଶୁଣିବାକୁ ପଚାରିବି। ସେ ଜନ୍ମରୁ ମାନେ ଆପଣଙ୍କର ଅବନର୍ମାଲ ଥିଲା, ଆଜ୍ଞା ଜନ୍ମ କୋଉଠି କୋଉଠି ଆପଣ ତାକୁ ଟ୍ରିଟମେଣ୍ଟ କରିଥିଲେ? ଓଡ଼ିଶାର ଯେତେ ବି ଅଛନ୍ତି ଆମର ସିନିୟର ନ୍ୟୁରୋଲୋଜିଷ୍ଟ ମେଡିସିନ ସ୍ପେଶାଲିଷ୍ଟ ଆଉ ୟାଙ୍କର ତ ମେନ୍ ମୁଖ୍ୟ ଡକ୍ଟର ଥିଲେ ନ୍ୟୁରୋଲୋଜିଷ୍ଟର ଆର୍ଏନ୍ ସାହୁ, ସେ ବର୍ତ୍ତମାନ ନାହାନ୍ତି। ଆଉ ଡକ୍ଟର ସନାତନ ରଥ ପାଖରେ ବି ଦେଖେଇଥିଲି କିନ୍ତୁ ସବୁ ମେଡିସିନ 15 ବର୍ଷ କାଳ ସେ ୟୁଜ୍ କରିଥିଲା କିନ୍ତୁ ରେଜଲ୍ଟ ପାଇନଥିଲା। ଆପଣଙ୍କର ଆପ୍ରୋକ୍ସିମେଟଲି କେତେ ଖର୍ଚ୍ଚ କରିଥିଲେ? 3 ଲାख ପ୍ଲସ୍। ହ୍ୟାଲୋ, ଯୋଉଟା କି ଆପଣଙ୍କ ଦେଖନ୍ତୁ 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରିସାରିଲା ପରେ ମଧ୍ୟ ତାଙ୍କର କିଛି ରେଜଲ୍ଟ ନଥିଲା। ଆଉ ଏଇ ଅସ୍ଲିପିୟସରେ ଆପଣ କେତେ ଟଙ୍କାର ପ୍ରଡକ୍ଟ ଦେଇଥିଲେ ଆଉ କେତେ ଦିନ ଭିତରେ ରେଜଲ୍ଟ ପାଇଥିଲେ? ଏଥିରେ ତ ସାର୍ ମୋର ମୋ ଗୁରୁ ପିକେ ସାର୍ ମାଗଣାରେ ହିଁ ମେଡିସିନ ଦେଇଛନ୍ତି। ଆଉ ମୁଁ କେତେବେଳେ କ'ଣ ତାଙ୍କୁ ପଇସା ଦଉଛି ତାର ହିସାବ ବି ମୁଁ କରିପାରେ ନାହିଁ। କହିଲେ କହନ୍ତି ଥାଉ ମୋ ଛୁଆ ଆଗ ଆପଣଙ୍କର ଭଲ ହଉ ତାପରେ ପଇସା କଥା ଚିନ୍ତା କରିବା। ଦେଖନ୍ତୁ ଏଠି କେବଳ ଆମେ ପଇସା ପାଇଁ ଏଠି କାମ କରୁଛୁ। ଏଇଭଳିଆ ମାନେ ଯୋଉଟା କି ଆପଣଙ୍କର କ'ଣ ସମୁଦ୍ର ହୃଦୟ ଆଉ ଡକ୍ଟର ପିକେ ସାରଙ୍କ ପାଇଁ ତାକୁ ଜୋରଦାର ତାଳି ଦେଇଛନ୍ତି। ଆଉ ବର୍ତ୍ତମାନ ତାଙ୍କର ରେଜଲ୍ଟ ଆପଣମାନଙ୍କ ସାମ୍ନାରେ ଅଛନ୍ତି। ଆପଣଙ୍କର ସାମ୍ନାରେ ଯୋଉଟା କି ତାଙ୍କର ନିଜ ବାପା ମଧୁସୂଦନ ମହାନ୍ତ, ତାଙ୍କ ନିଜ ବାପା ଆଉ ତାଙ୍କ ପୁଅକୁ ସେ ଏଇ ଅସ୍ଲିପିୟସର ପ୍ରଡକ୍ଟ ଦେଇକି ସେ ଆଜି ଏଇଠି ଛିଡ଼ା କରିପାରିଛନ୍ତି। ତାଠୁ ବଡ଼ ଆଉ କ'ଣ ହେଇପାରେ? ତାଠୁ ବଡ଼ ଦୁନିଆରେ ଆଉ କ'ଣ ଅଛି ଆଜ୍ଞା? ତ ପୁଅକୁ କିଛି ପଚାରିବା, ସେ କହିପାରିବ? କିଛି କୁହ। ନମସ୍କାର। ତମ ନାଁ, ତମ ପରିଚୟ? ଦେବମୋହନ ମଣ୍ଡା। ଦେବବ୍ରତ ମହାନ୍ତ, ଘର କୋଉଠି? ଦେଓଲା। ଦେଓଗାଁ, ଯଶୀପୁର ନା? ଦେଓଳା ଦେଓଲା ବଟିପୁର। थैंक यू। तो ये हूँ आज्ञा रिजल्ट। तेणु आपण माने केते पढ़िछ? केते पढ़िछ? फोटो पाइना परीक्षा देली। +2 परीक्षा देली देइछ? हां, रिजल्ट बोलो। फर्स्ट क्लास रिजल्ट। वर्तमान +3 एडमिशन है नहीं? एडमिशन है नहीं। ठीक अच्छे, ठीक अच्छे, बहुत बहुत धन्यवाद। तो पुआ पाइने जोरदार करता है। ठीक अच्छे, तो नेक्स्ट आपनकर कौन हेतला, आपनकर परिचय आ समय अल्प समय रे सामना को थैंक यू। उपस्थित थिबा समस्त फाइटर बंधु मानक मोर कोटि नमस्कार। सर्वप्रथमे मु आम AWPL रो प्रतिष्ठाता जे कि संजीव कुमार सार, तांकु मु कोटि नमस्कार करूची। तांको माध्यम रे आम मो पाखकु पहुंची दिला आम गुरु छोटराय सार को माध्यम रे मोर होइतिला डायबिटीज। से डायबिटीज प्रोडक्ट तांको माध्यम मो पाखकु पहुंची दिला। आउ से देथिले मते सिबुक डक देथिले, टाइफॉइड डक देथिले, डेंटो डक देथिले।
ତା ସହିତ ଲିଭର ଡକ୍ ଦେଇଥିଲେ ତାହା ଖାଇ ଆଜି ମୁଁ ପୁରା ସମ୍ପୂର୍ଣ୍ଣ ସୁସ୍ଥ ଅଛି ଆଉ ସୁସ୍ଥ ହେଇକିରି ମୁଁ କିଛି ଲୋକଙ୍କୁ ବି ସୁସ୍ଥ କରେଇ ପାରିଛି ଆଉ ଏ କମ୍ପାନୀର ସିଲଭର ଲେବୁଲ ଆଚିଭ୍ କରିଛି ଏଥିପାଇଁ ଧନ୍ୟବାଦ। ଆପଣଙ୍କର ପରିଚୟ ଆଉ କ'ଣ ହେଇଥିଲା ଆଉ ଆଗରୁ କେତେ ଟଙ୍କା ଖର୍ଚ୍ଚ କରିଥିଲେ ଆଉ ଏଥିରେ କେତେ ଟଙ୍କା ଖର୍ଚ୍ଚ କରିକି ବର୍ତ୍ତମାନ ଆପଣ ସୁସ୍ଥ ଅଛନ୍ତି? ହ୍ୟାଲୋ, ଏଠି ଥିବାର ଭାଇମାନଙ୍କୁ ମୋର ଶୁଭେଚ୍ଛା ନମସ୍କାର କରୁଛି। ମୋ ୱାଇଫ୍ର ମୁଁ ମେଡ଼ିକାଲ ଲକ୍ଷେ ଟଙ୍କା ବୁଲି ବୁଲି ଲକ୍ଷେ ଟଙ୍କା ସାରିଦେଲି, ହେଲେ ବି ମୁଁ ମୋ ସ୍ତ୍ରୀକୁ ମୁଁ ଭଲ କରିପାରିଲିନି। ତାପରେ ଏଇ ଆସିଲି ଯେ ନିମଡେଡ଼ର କ'ଣ ହେଇଥିଲା? ଡାଇବେଟିସ୍ ଗ୍ୟାଷ୍ଟ୍ରିକ୍ ଗ୍ୟାଷ୍ଟ୍ରିକ୍ ହେଇଥିବାରୁ ଆମର ସାର୍ ଛୁଟିରେ ସାର୍ ମୋ ପାଖକୁ ପ୍ରଡ଼କ୍ଟ ନେଇକି ଯାଇକି ଦେବାରୁ ମୋ ୱାଇଫ୍ ଏବେ ସୁସ୍ଥ ଅଛନ୍ତି। ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ପରିଚୟ? ସମସ୍ତଙ୍କୁ ମୋ ନମସ୍କାର। ମୋ ନାଁ ହେଉଛି ବିକ୍ରମ ମୁଣ୍ଡା ଲୋହାର, ଘର ଠାକୁରମୁଣ୍ଡାରୁ କିଛି 12 କିଲୋମିଟର ଦୂରରେ ସରାସପସି ଗାଁ। ଆଜି ଏହି ଆସ୍ଲିପିୟସ୍ ୱେଲନେସ୍ ପ୍ରାଇଭେଟ ଲିମିଟେଡର କିଛି ସମୟ ପୂର୍ବରୁ ଆପଣମାନଙ୍କୁ ଯେଉଁ ଡେଣ୍ଟାଲ ସମସ୍ୟା ପାଇଁ ଆପଣମାନଙ୍କୁ ସାର୍ମାନେ ବୁଝେଇଥିଲେ, ଯୋଉଟାକି ଟୁଟୁକା ଭଳିଆ ଯୋଉଟାକି କାମ ଦିଏ, ସେ ଡେଣ୍ଟାଲ ସମସ୍ୟା ମୋର ଥିଲା, ଯୋଉଟାକି ଦାନ୍ତର ପୂଜ ବାହାରୁଥିଲା ଏବଂ ରକ୍ତ ମଧ୍ୟ ବାହାରୁଥିଲା। ମୁଁ ବହୁତ ସାରା ଡକ୍ଟର ପାଖରେ ବହୁତ ଟ୍ରିଟମେଣ୍ଟ କରିଥିଲି, ଏମିତିକି ଖର୍ଚ୍ଚ କରିଥିଲି 10,000 ରୁ 15,000 ପର୍ଯ୍ୟନ୍ତ, କିନ୍ତୁ ଭଲ ହେଇନଥିଲି। ଆଜି ସେଇ ମହାନ ଗୁରୁଜୀ ମତେ ଯିଏ ଆଜି ଏଇ ଆସ୍ଲିପିୟସ୍ ୱେଲନେସ୍ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ମତେ ସେଇ ଗୋଟେ ଡେଣ୍ଟୋଡକ୍ ପାଇଁ ଆଜି ମୁଁ ଏଠି ଜଏନିଂ, ତାକୁ ମୁଁ ସେଇ ମୋର ଗୁରୁଦେବ ଯେ କି ମିଷ୍ଟର ଛୋଟରାୟ ଗୁରୁଜୀ ମୁଁ କୋଟି କୋଟି ନମସ୍କାର କରୁଛି। ଆଉ ତାଙ୍କ ପାଇଁ ମୁଁ ଏତିକି କହିବି ଯେ ମୁଁ ଆଜି ଡେଣ୍ଟାଲ ସମସ୍ୟା ତ ଭଲ ହେଇଗଲି, ମୋର ଛୁଆ ତାର ବ୍ରେନ୍ର କିଛି ଯୋଉଟାକି ମାନସିକ ତାର କିଛି ମାନେ ପାଠ ମଧ୍ୟ ସେ ଭଲ ମନେ କରୁନଥିଲା, ତାକୁ ସେ କିଡ଼ନୀର ଖୁଏଇକିନା ଆଜି ସେ ଛୁଆ ମଧ୍ୟ ବହୁତ ସୁନ୍ଦର ପାଠ ପଢି ପାରୁଛି। ତାପରେ ମୋ ନିଜର ୱାଇଫ୍ ତାର ଗାଇନିକାଲ ସମସ୍ୟା ଥିଲା, ଗାଇନିକାଲ ସମସ୍ୟା ମଧ୍ୟ ଆଜି ଏଇ ଗାଇନୋଡକ୍ ଖାଇକିନା ଆଜି ମଧ୍ୟ ମୋ ପରିବାର ବହୁତ ସୁସ୍ଥ ଅଛନ୍ତି। ଥ୍ୟାଙ୍କ ୟୁ, ନମସ୍କାର। ଥ୍ୟାଙ୍କ ୟୁ। ନେକ୍ସଟ ଆସନ୍ତୁ। ଆପଣଙ୍କର ନାଁ ଆଉ କୋଉଠୁ ଆସିଛନ୍ତି ଆଉ କ'ଣ ହେଇଛି? ଜସିପୁର ବୁଲ ଟଙ୍ଗାବିଲା ବିପିନ ମାହାତ ଆଜ୍ଞା। ବିପିନ ମାହାତ ମୁଁ ନୋଇ ପାରୁଥିଲି ନାହିଁ, ଗୁଡ଼ ନଉଥିଲା ନାହିଁ, ଅଣ୍ଟା ନଉଥିଲା ନାହିଁ, ହେଇଗଲା ଆଜି 8-10 ବର୍ଷ ଖଣ୍ଡେ। ଦେଖେଇବା ତ ଆଜ୍ଞା ବହୁତ ଦେଖେଇଥିଲୁ, ସେଗୁଡ଼ା ମନେ ପଡୁଛି ନାହିଁ। ଆଉ ପ୍ୟାଣ୍ଟଟା ବି ପିନ୍ଧି ପାରୁଥିଲି ନ, ପ୍ୟାଣ୍ଟଟା ବି ପିନ୍ଧି ପାରୁନି, ପ୍ୟାଣ୍ଟଟା ବି ବସିଲେ ଯାଇ ପ୍ୟାଣ୍ଟ ପିନ୍ଧି ହୁଏ, ନହେଲେ ନାହିଁ। ଆପ୍ରୋକ୍ସିମେଟଲି ମେଡିସିନ ତ ଆପଣ ଯେହେତୁ ସୁସ୍ଥ ହେବା ପାଇଁ ଚାହୁଁଥିଲେ, ତାହେଲେ ଆପ୍ରୋକ୍ସିମେଟଲି ଆପଣଙ୍କର କେତେ ଖର୍ଚ୍ଚ ହେଇଥିଲା ୟା ପୂର୍ବରୁ? ଖର୍ଚ୍ଚ ଆଜ୍ଞା ହିସାବ ନାହିଁ, ହିସାବ ନାହିଁ, ତଥାପି ହିସାବ ଅତି କମରେ ବି 15-20 ଆଡେ ହେଇଯାଇଥିଲା, 15-20 ହଜାର ଆଡେ। 15-20 ହଜାର। ଏଇଠୁ କୋଉ ପ୍ରଡକ୍ଟ ଖାଇଲେ ଯାହା ଫଳରେ ଆପଣ ବର୍ତ୍ତମାନ ସୁସ୍ଥ ଅଛନ୍ତି? ଆମର ଏଇ ଗୀତାଞ୍ଜଳି ଜେଜେମା ସିଏ କହିଲେ, ଆଉ ଆମର ଏଇଠି ଗୋଟେ ଡକ୍ଟର ଆସିଛନ୍ତି, ଚାଲ ଯିବା କହିକିରି। ଆଚ୍ଛା, ସେଇଠି ଗଲୁ ଯେତେବେଳେ ସିଏ ଚେକ୍ କଲା, ଚେକ୍ କରି ଆଉ ସେଇଠୁ ମେଡିସିନ ଆଣିକରି ଖାଇଲି। ଏଗୁଡ଼ା ସବୁ କିଛି କରିପାରୁଛି, ପ୍ୟାଣ୍ଟ ବି ପିନ୍ଧି ପାରୁଛି, ଗୁଡ଼ ନଉଛି ବି, ଆଉ ଧାନ ପୁରା କାଟାକାଟି ବି ପୁରା ଚାଲିଲା। କ'ଣ ଜିନିଷ ବ୍ୟବହାର କରିଥିଲେ ମନେ ଅଛି? ସେଗୁଡ଼ା ମନେ ନାହିଁ ଆଜ୍ଞା। ଦେଖନ୍ତୁ, ଆଉ ମୁଁ ପ୍ୟାଣ୍ଟଟା ବି ପିନ୍ଧି ପାରୁଥିଲି ନବରା, ବସିଲେ ଯାଇ ଚିଆରେ ବସେଇ, ନହେଲେ ଖଟରେ ବସେଇ, ଆଉ ପ୍ୟାଣ୍ଟ ପିନ୍ଧେ, ଏଗୁଡ଼ା ସବୁ କିଛି କରିହେଉଛି। ତାଙ୍କୁ କ'ଣ ପ୍ରଡକ୍ଟ ଦେଇଥିଲେ ମ୍ୟାମ୍ ଟିକେ କହିବେ? ତାଙ୍କୁ ସାର୍ ଏଇ ଯେଉଁ ଅର୍ଥୋଡ, କ୍ୟାଲସିୟମ ଟାବଲେଟ୍ ଆଉ ତୁଳସୀ JCL ଏତିକି ହିଁ ଦିଆହେଇଛି। କେତେ ଦିନରେ ସୁସ୍ଥ ଅନୁଭବ କଲେ? ସୁସ୍ଥ ଆଜ୍ଞା ମୁଁ ସେ ଥରେ ତ ଆଣିଛି, ସେଗୁଡ଼ା ସରି ନାହିଁ, ସେଗୁଡ଼ା ବି ଚାଲିଛି।
ମାନେ କେତେ ଦିନ ଖାଇଲେ? ଏଇ ହେଇଗଲା 20-25 ଦିନ ଖଣ୍ଡେ ହେଇଗଲା। ହ୍ୟାଲୋ, ସବୁ କିଛି କରିପାରୁଛି। ନାଇଁ ମୁଁ ଆପଣଙ୍କର ଆକ୍ଟିଭିଟିରେ ଜଣା ପଡୁଛି ବର୍ତ୍ତମାନ ଆପଣ ସୁସ୍ଥ ଅଛନ୍ତି। ହଁ। ତ ଏଇ ଯୋଉ ପ୍ରଡକ୍ଟ ଆମର ବାହାର କରିଛନ୍ତି ତାଙ୍କୁ ଆପଣ କଣ କହିବେ? କଣ କରିବା ଆଜ୍ଞା, ମୁଁ ନାଇଁ କଣ କହିବେ ତାଙ୍କୁ? ଆମର ଜେଜେମା ଯାହା କହିବ ତାହା କରିବା ଆଉ। ହଁ, ବର୍ତ୍ତମାନ ଆଉ ବସି ପାରୁଥିଲି ନା। ତ ଆପଣଙ୍କ ସାମ୍ନାରେ ଦେଖନ୍ତୁ ଯେଉଁ ଯିଏକି ଆମର ପିତୃତୁଲ୍ୟ ହେବେ, ଯିଏ ପ୍ୟାଣ୍ଟ ପିନ୍ଧି ପାରୁନଥିଲେ ଆଉ ଏଇ ପ୍ରଡକ୍ଟ ଖାଇକି ମାତ୍ର 15-20 ଦିନ ଭିତରେ ଏଇଭଳିଆ ରେଜଲ୍ଟ। ତ ଆପଣମାନଙ୍କର ପ୍ରଡକ୍ଟ ଉପରେ ଭରସା ଅଛି କି ନାହିଁ? ଭରସା ହଉଛି? ବିଶ୍ୱାସ ହେବ? ଲୋକଙ୍କୁ ଦେଇହେବ? ତ ଧନ୍ୟବାଦ। ଠିକ ଅଛି, ଆପଣ ଆସନ ଗ୍ରହଣ କରନ୍ତୁ। ହଉ, ଏତିକି କହି ମୁଁ ବକ୍ତବ୍ୟ ବନ୍ଦ କରୁଛି। ଥ୍ୟାଙ୍କ ୟୁ। ଆପଣଙ୍କର ପରିଚୟ ଆଉ କ'ଣ ହେଇଥିଲା ସଂକ୍ଷିପ୍ତରେ କହିବେ। ଠିକ ଅଛି। ହ୍ୟାଲୋ ହ୍ୟାଲୋ ଶୁଣାଯାଉଛି କୁହ। ମୁଁ ଦୁଲାଚରଣ ଗଡ଼ସରା ଜାମଦା ବ୍ଲକରୁ ତାଙ୍କ ଗାଁ ପଞ୍ଚାୟତ ଟାଙ୍ଗା। ମୋର ଗୋଡ଼ ହାତର ବି ମୋର କ'ଣ କହନ୍ତି ବାଲି ଚନ୍ଦା। ଖରା କ'ଣ, ବର୍ଷା କ'ଣ, ଶୀତ କ'ଣ, ଖରା ବର୍ଷା ଶୀତ ସବୁ ସମୟରେ ମୋର ବାଲି ଚନ୍ଦା ଖାଉଥିଲା। ରକ୍ତ ବି ବାହାରୁଥିଲା, କଷ୍ଟ ବି ହେଉଥିଲା। ମୋର ସହଧର୍ମୀ ୱାଇଫ୍ ବି ହସନ୍ତି, ସବୁବେଳେ ତ ଅଧା ହାତ ରହୁଛ ଆଉ ତୁମର ବୋକା ଆଉ କିଏ, ତୁମ ଭଳିଆ ବୋକା। ବାଲି ଚନ୍ଦା ବିଭିନ୍ନ ପ୍ରକାର ଏଣୁ ତେଣୁ ଔଷଧ, ମାନେ ଡାକ୍ତରଙ୍କର ଔଷଧ, ବାହାରେ ଔଷଧ ଆୟୁର୍ବେଦିକ। ତାପରେ ଏଇ ଆସ୍ପେସର ଆମର ଭାଇମାନେ ଯାହା ଫାଇଟର ମାନେ ଥିଲେ ସେମାନଙ୍କର ସହଯୋଗରେ ମୁଁ କହି ଜଣେଇଲି, ଜଣେ ଜଏନ୍ କରିସାରିଲା ପରେ ଜଣେଇଲି ମୋର ଗୋଡ଼ର ବାଲିଚନ୍ଦା କେମିତି ସରିବ, କ'ଣ କ'ଣ ଅଛି ଦିଅ, ଦେଇକିରି ବ୍ୟବହାର କଲି। କିଛି ଦିନ ପରେ ଗାୟ। ପ୍ରଡକ୍ଟ କ'ଣ ପ୍ରଡକ୍ଟ ହେଲା ଡେଣ୍ଟୋଡକ୍, ହିଲଡକ୍, ପଞ୍ଚତୁଳସୀ। ଏଇ ତିନିଟା ଜିନିଷରେ କେତେ ଦିନ ବ୍ୟବହାର କଲା ପରେ ଠିକ ହେଇଛି? ଏଇ ହିସାବ ତ ରଖିଲିନି, ମୁଁ ଅନ୍ଦାଜ ଜବରଦସ୍ତ ଲଗେଇଲି, ଭଲ ହେଇନି, ବର୍ତ୍ତମାନ ପୁରା ଫ୍ରି ଲାଗୁଛି। এই অবস্থা নেই অন্য জনক সিআরপি ম্যাডামଙ୍କର ଜଣକରେ ଦେଇଦେଇଛି, ତାଙ୍କର ବି ଭଲ ହେଇବାର। ଥ୍ୟାଙ୍କ ୟୁ। ଏତିକି କରୁଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ପ୍ରଡକ୍ଟ ତ ଜେଣ୍ଟସ୍ ମାନଙ୍କର ସରିଗଲା, ବର୍ତ୍ତମାନ ଲେଡିଜ୍। ତ ଆପଣମାନଙ୍କର କ'ଣ ହେଇଥିଲା ସଂକ୍ଷିପ୍ତରେ କହିବେ, ଆଉ କେତେ ଟଙ୍କା ଖର୍ଚ୍ଚ ହେଇଥିଲା ତା ମଧ୍ୟ କହିବେ। थैंक यू सर। ସମସ୍ତଙ୍କୁ ମୋର ନମସ୍କାର। ମୋ ନାଁ ପାର୍ବତୀ ଡାଙ୍ଗି, ଠାକୁରମୁଣ୍ଡା ବ୍ଲକ ସାଲେଇବେଡ଼ା ଗ୍ରାମ ପଞ୍ଚାୟତ ସାଲେଇବେଡ଼ା ଗ୍ରାମରୁ ମୁଁ ଆସିଛି। ମୁଁ ନଭେମ୍ବର 27 କି 28 ତାରିଖରେ ବୋଧେ ମୋ ଝିଅକୁ ଯଶୀପୁର ନେଇଥିଲି ଚେକଅପ୍ କରିବା ପାଇଁକା। ଆଉ ସେଇ ଜାଗାକୁ ପହଞ୍ଚିବା ପାଇଁ ମୋର ମାନେ ମ୍ୟାଡ଼ାମ୍ ମୋତେ ସାହାଯ୍ୟ କରିଥିଲେ। ସେ ମ୍ୟାଡ଼ାମ୍କୁ ବହୁତ ବହୁତ ପ୍ରଣାମ ମ୍ୟାଡ଼ାମ୍। ସେ ମୁଁ ଏ ଝିଅକୁ ଚେକଅପ୍ କରିବା ନେବା ପୂର୍ବରୁ 2024 ପୂର୍ବରୁ ମୋର ଝିଅ 17 ବର୍ଷର, ସେ ବହୁତ ପ୍ରୋବ୍ଲେମ୍, ଗାଇନିଂ ପ୍ରୋବ୍ଲେମ୍, ଦେହ ଅସୁସ୍ଥତା ରହୁଥିଲା। ତ ବହୁତ ଡକ୍ଟରମାନଙ୍କୁ ଦେଖେଇଥିଲି, କେଉଁଠି ବି ରେଜଲ୍ଟ ହେଇନଥିଲା। ଆଉ ମେଡ଼ିକାଲରେ କହିବେ ନାହିଁ ତାର କିଛି ରୋଗ ନାହିଁ, ଏମିତିରେ ତା ଦେହ ଜମାରୁ ବି ଠିକ୍ ରହୁନଥିଲା। ତାପରେ 2024ରେ ଆଉ ଗୋଟେ ଜାଗାରେ ମୁଁ ଦେଖେଇଥିଲି, ସେମାନେ କହିଲେ କି ଝିଅର ବହୁତ ସିରିୟସ୍ କଣ୍ଡିସନରେ ଅଛି। କହିବାରୁ ମୁଁ ପୁରା ଡରିଗଲି। ଆମର ଗୋଟେ ମାତ୍ର ଝିଅକୁ କ'ଣ ହେଇଥିଲା? ଝିଅର ଦେହ ସବୁବେଳେ ଜ୍ୱର ହଉଥିଲା, ମାନେ ଜ୍ୱର ଲାଗିକି ରହୁଥିଲା, ଗାଇନିଂ ପ୍ରୋବ୍ଲେମ୍। ତାପରେ ସେ କୋଉଠି ଟ୍ରିଟମେଣ୍ଟ କରିଥିଲେ, କେତେ ଟଙ୍କା ଖର୍ଚ୍ଚ ହେଇଥିଲା? 2024 ବର୍ଷରେ ଲକ୍ଷେ ଟଙ୍କା ଆମେ ଖର୍ଚ୍ଚ କରିଥିଲୁ ଟ୍ରିଟମେଣ୍ଟ କରିବାରେ, କିଛି ବି ରେଜଲ୍ଟ ହେଲାନି। ଯଦି ଭଲ ହେଇଥିଲା, ଭଲ ହେଲା ପରେ ପୁଣି ସେମିତି ବାହାରି ଯାଉଥିଲା। ତାପରେ ଲାଷ୍ଟକୁ ମୁଁ ନିରାଶ ହେଇକି ରହିଗଲି। ମ୍ୟାଡ଼ାମ୍ ଦିନେ ମୋତେ କହିଲେ ଆଉ ସେ ଯଶପୁରକୁ ତୋର ନେଇଯାଅ, ସେ ଝିଅକୁ ଚେକଅପ୍ କର, ସେ ଟୋଟାଲ ସେ ଦେଖିବେ ଆଉ ଭଲ ହେଇଯିବେ ବୋଲିକିରି କହିଲେ। ଆପଣ ଏଥିରେ କ'ଣ କ'ଣ ଦେଇଥିଲେ ତାଙ୍କୁ, ଝିଅଙ୍କୁ? ଗାଇନିଂ ଡକ୍, ତାପରେ ଗାଇନିଂ ଆମର ଯୋଉ ପ୍ରଫୁଲ ସାର୍ ଯୋଉଟା କହୁଥିଲେ, ଗାଇନୋଡକ୍, ଏଲାର୍ଜି, ତାପରେ କ'ଣ ଦେଇଥିଲେ ମ୍ୟାଡ଼ାମ୍? ପଞ୍ଚତୁଳସୀ। ଆଉ ଡେଣ୍ଟାଲ। କେତେ ଦିନ ଖୁଆଇଥିଲେ?
ମାତ୍ର 5 ଦିନ ଆଜ୍ଞା ସେ ବର୍ତ୍ତମାନ କେମିତି ଅଛି? ଯେ ବହୁତ ସୁସ୍ଥ ଅଛି। ସେଦିନ ମୁଁ ମ୍ୟାଡାମ କହିଲି, ମ୍ୟାଡାମ ମତେ କହିଲେ ବିଶ୍ୱାସ କରିକି ଝିଅକୁ କୁହ, ଆଉ ସେ 8 ଦିନ ଭିତରେ ହିଁ ରେଜଲ୍ଟ ତମେ ପାଇବ ବୋଲି ମତେ କହୁଥିଲେ। ତ ବର୍ତ୍ତମାନ ଏଇ 5 ଦିନ ଭିତରେ କଣ ରେଜଲ୍ଟ ପାଇଛନ୍ତି? ସେ ଗୋଟେ ଦିନରେ ହିଁ ସାର୍ ମୋର ଝିଅର ରେଜଲ୍ଟ ଏତେ ଭଲ ହେଇଛି, ମାନେ ସକାଳୁ ଖାଇବା ପରେ ମୁଁ ଖାଇବାକୁ ଦେଇଥିଲି, ସେ 12ଟା ପରେ ହିଁ ରେଜଲ୍ଟ ହେଇଥିଲା, ଯୋଉଟା କି 3 ମାସ ମନ୍ଥଲି ବନ୍ଦ ହେଇଯାଇଥିଲା, ସେଟା ବହୁତ ସେଦିନ ହିଁ ରେଜଲ୍ଟ ହେଇଗଲା। ଦେଖନ୍ତୁ ମାନେ ପ୍ରଡକ୍ଟ ୟୁଜ୍ କରିବା ସାଙ୍ଗେ ସାଙ୍ଗେ ଇମିଡିଏଟ୍, ଯୋଉଟା କି ଆମର କମ୍ପାନୀ ମଧ୍ୟ ସେଇଟା କହୁନାହିଁ, ତ ଇମିଡିଏଟ୍ ବି ବର୍ତ୍ତମାନ ଆପଣଙ୍କର ଏଇଭଳିଆ ମିରାକଲ ରେଜଲ୍ଟ ଅଛି, ଯୋଉ କି ମ୍ୟାଡାମ ତାଙ୍କର ଝିଅ ପାଖରେ ଅଲରେଡି ରେଜଲ୍ଟ ପାଇସାରିଛନ୍ତି। ତ ଥ୍ୟାଙ୍କ ୟୁ। ତାପରେ ଆଉ କି ମୁଁ କହିବାକୁ ଚାହେଁ, ତ ସାର୍ ଯେତେବେଳେ ଆମେ ଚେକଅପ୍ କରିବା ପାଇଁ ଗଲି, ସେ ସାର୍ ଦେଖିଲେ, ସାର୍ଙ୍କୁ ବହୁତ ବହୁତ ପ୍ରଣାମ ସାର୍। ସେ ମତେ ଝିଅକୁ ଚେକଅପ୍ କରିବା ମାତ୍ରେ ହିଁ କହିଲେ ଝିଅ କିଛି ନାହିଁ, ବହୁତ ଶୀଘ୍ର ଠିକ୍ ହେଇଯିବ, ମାନେ ବହୁତ ଖୁସି ହେଇଗଲି। ତାପରେ ମୁଁ ଯୋଉଠି ଚେକଅପ୍ ହେଇଥିଲି, ଝିଅର ବହୁତ ସିରିୟସ୍ କଣ୍ଡିସନ, ସେ ଭଲ ହେବା ବହୁତ କମ୍ ବୋଲିକିରି ମତେ କହୁଥିଲେ। ତ ବିଶ୍ୱାସ କଲି ଏଇ ଯୋଉ ମେଡିସିନ ଆଜି ଯୋଉ ପ୍ରଥମ ଥର ପାଇଁ ଆସିଛି, ମତେ ବହୁତ ଭଲ ଲାଗୁଛି, ବହୁତ ଖୁସି ଲାଗୁଛି, ମୋ ଝିଅ ବି ସୁସ୍ଥ ଅଛି ବୋଲି ବହୁତ ବହୁତ ପ୍ରଣାମ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏଇଭଳିଆ ଆପଣ ୟୁଜ୍ କରି ଚାଲନ୍ତୁ ଆଉ ଝିଅକୁ ଭଲ ରଖନ୍ତୁ। ଠିକ୍ ଅଛି। ନେକ୍ସଟ ଆପଣଙ୍କ ପରିଚୟ ଆଉ ନମସ୍କାର। ଆପଣମାନଙ୍କୁ ନମସ୍କାର କରାଯାଉଛି, ଟିକେ ଭଲ ଭାବରେ ତ ନମସ୍କାର କରନ୍ତୁ। ମୋ ନାଁ ଗୀତାଞ୍ଜଳି ମହାନ୍ତ, ଯଶୀପୁର ଟଙ୍ଗାବିଲା ଗ୍ରାମର। ମୁଁ ତୁଳସୀ ଖାଇକି ବହୁତ ସାରା ରେଜଲ୍ଟ ପାଇଛି ଆଜ୍ଞା। ମୋର ଏସନଫୁଲିଆ ଥିଲା, ଯୋଉଥିକି ମୁଣ୍ଡ ବୁଡେଇଲେ ମାତ୍ର ବହୁତ ଛିଙ୍କ ଆସେ, 50 ଥର 100 ଥର ବି ଏମିତି ଛିଙ୍କ ଆସିଯାଏ, କିନ୍ତୁ ମାତ୍ର ସେ ତୁଳସୀ ଖାଇବା ଦ୍ୱାରା ମୋର ସବୁ ଏସନଫୁଲିଆ ଦୂର ହେଇଯାଇଛି ଏବଂ ଏସିଡ୍ ଗ୍ୟାଷ୍ଟ୍ରିକ୍ ମଧ୍ୟ ଦୂର ହେଇଯାଇଛି। ଆଉ ଗାଇନିକ୍ ପ୍ରୋବ୍ଲେମ ଥିଲା, ସେ ସବୁ ଗାଇନୋଡକ୍ ଖାଇଲା ପରେ ତାହା ମଧ୍ୟ ଦୂର ହେଇଯାଇଛି। ତେଣୁ ଆସିଲିପିଏସ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଏବଂ ଆସିଲିପିଏସ୍ର MD ସଞ୍ଜୀବ କୁମାର ସାର୍ଙ୍କୁ ବହୁତ ଧନ୍ୟବାଦ ଏବଂ ମୋ ଗୁରୁଜୀ ପିକେ ସାର୍ ଏବଂ ଭବନ୍ତୀ ଗୁରୁଜୀଙ୍କୁ ମଧ୍ୟ ମୋର ବହୁତ ବହୁତ ଧନ୍ୟବାଦ। ତେଣୁ ମୁଁ ଆସିଲିପିଏସ୍କୁ ଧନ୍ୟବାଦ କରୁଛି। ଜୟ ଜଗନ୍ନାଥ, ଜୟ ଆସିଲିପିଏସ୍। ଥ୍ୟାଙ୍କ ୟୁ ମ୍ୟାଡ଼ାମ। ନେକ୍ସଟ ଆପଣଙ୍କର ପରିଚୟ କ'ଣ ହେଇଥିଲା ସଂକ୍ଷିପ୍ତରେ କେବେ ଟିକେ ସାମ୍ନା କରୁଛନ୍ତି? ସମସ୍ତଙ୍କୁ ମୋର ନମସ୍କାର। ମୁଁ ସୀତାରାଣୀ ହେମ୍ରମ, ରାଇରଙ୍ଗପୁର ଆସିଛି। ମୋର ଗାଇନକ୍ ପ୍ରୋବ୍ଲେମ ଥିଲା, ଆଉ ପାଇଲ୍ସ ଥିଲା, ଏଲାର୍ଜି ଥିଲା। ଏବେ ଖାଇକିରି ଆପଣଙ୍କର କେବେଠୁ ଥିଲା ସେଠି? ଗାଇନକ୍ ପ୍ରୋବ୍ଲେମ ମୋର 11 ବର୍ଷ ପାଖାପାଖି ଥିଲା। ଆଉ କ'ଣ କୋଉଠି ଟ୍ରିଟମେଣ୍ଟ କରିଥିଲେ? ରାଇରଙ୍ଗପୁର, ଯଶୀପୁର, ଏଇ କରଞ୍ଜିଆ ଟ୍ରିଟମେଣ୍ଟ କରିଥିଲେ। ଡକ୍ଟର ମାନେ କ'ଣ କହୁଥିଲେ? ଖାଲି ଲେଖି ଦଉଥିଲେ, ମୁଁ ଖାଇ ଚାଲିଥିଲି, ଆଉ ରେଜଲ୍ଟ ପାଇନି। ରେଜଲ୍ଟ କେତେ ପରସେଣ୍ଟ? କିଛି ନାହିଁ। ଆଉ ଏଇ ଯୋଉ ଗାଇନୋଡକ୍ ଆଉ କ'ଣ ଖାଇଲେ? ଏଲର୍ଜି ପାଇଲ୍ସ ପାଇଁ ପାଇଲୋଡକ୍ ବି ଖାଇଛନ୍ତି? ଆଉ ସେଟା ଖାଇଲା ପରେ କେତେ ଦିନ ଭିତରେ ରେଜଲ୍ଟ ପାଇଛନ୍ତି? 4 ଦିନ ଭିତରେ ପାଇଲି। ହ୍ୟାଲୋ, ମାତ୍ର 4 ଦିନ, 4 ଡେ, 4 ଦିନର ରେଜଲ୍ଟ। ତ ବର୍ତ୍ତମାନ ଆପଣଙ୍କର ପାଇଲ୍ସ ଆଉ ଗାଇନିଂ ପ୍ରୋବ୍ଲେମ ବର୍ତ୍ତମାନ ସବୁ ଠିକ୍? କେତେ ଦିନ ଖାଇଲେ? ଗୋଟେ ଥର ନେଇଥିଲି, ଆଉ ଖୁସିରେ ଆଉ ଥରେ ନେଇଥିଲି। ଖୁସିରେ ଆଉ ଥରେ ନେଇଥିଲେ, ଆଉ 2-3 ଥର ଖାଆନ୍ତୁ। ଆମର ଏଠି ମୁଁ ବର୍ତ୍ତମାନ ସୂଚେଇ ଦେବା ପାଇଁ ଚାହୁଁଛି ଯେହେତୁ ଏଠି ପ୍ରାୟ ଆମର ଆଦିବାସୀ ବହୁଳ। Yes or no? যত সান্তাল লড়কা নড়ে হেনা বনাছে বাঙা হ্যাঁ তো নুকিন মই তিকিন হ নুকিনা গাইনিং প্রবলেম তাহে কানা অনা সাও সাথে আবো যাহা বমেনা অর্ষ ভগন্দর মূলকণ্ঠ অনা খেতির নুকিন একিন রেজাল্ট তো কিন যামকা তো আবো সান্তাল কদ বাকপতিয়া হচ্ছে বাঙা অকয় ডাক্তারে নৌকা এমকা পেমুনি উনি তো চিলি কানা হ্যাঁ হচ্ছে বাঙা तो नोडे अब जहाँ जिनिस है ना अनुवा तो प्रूफेन जहाँ की नोडे को जोम कहते नुकिन अकिन किन ठीक है कना ओना खन मारांग जिनिस आर चेत में ना हो जमा धन्यवाद बहुत बहुत धन्यवाद आप एमती सुस्थ रहतु आउ लोकों को भी एमती देई चलतु सुस्थ रहतु थैंक यू नेक्स्ट नेक्स्ट
सामना को sir, good afternoon, sir. गुड आफ्टरनून Good afternoon, ma'am. ମୁଁ ବିଷୟ ହାତୀ ଛାଟରୁ ମୁଁ ବିଲଙ୍ଗ କରୁଛି ଆପଣଙ୍କର ନାଁଟା କୁହନ୍ତୁ ହୀରାବତୀ ମିସେସ୍ ହୀରାବତୀ ମାର୍ଡି। ମୋ ହଜବେଣ୍ଡଙ୍କର ତାଙ୍କର ପ୍ରୋବ୍ଲେମ୍ ହେଇଥିଲା ଆଉ ତାକୁ ହସ୍ପିଟାଲ ନେଇଥିଲି ବିଷୟ ହସ୍ପିଟାଲରୁ ଆମକୁ ରେଫର କରିଦେଲେ ବାରିପଦାରୁ ରେଫର କରିଦେଲେ କଟକ ଦେଇକି କଟକରୁ ସାରଙ୍କର କ'ଣ ହେଇଥିଲା? ସାରଙ୍କର ହେଇଥିଲା ଥାଇରଏଡ୍ ହେଇଥିଲା ଆଉ डायबिटीज थिला ଆଉ अच्छा थायराइड हेपाटाइटिस तापरे डायबिटीज थिला गैस्ट्रिक थिला आपनकर लिवर प्रॉब्लम जोटा कि हेपाटाइटिस आपनकर बी आ थायराइड से कोठी कोठी आपन ट्रीटमेंट करथिले केते दिन रो हेतिला कोठी कोठी ट्रीटमेंट तांकर माने 3 वर्ष आगरे हेतिला तापरे नेक्स्ट एई वर्ष लानी माने 15 दिन होबो आ सेतेले को मते कहले जे कटक को रेफर करबा देकी मु आपन जो ट्रीटमेंट करथिले सेतिरे भी पैसा तो खर्च होइथिबो हां अप्रोक्सीमेटली केते टका खर्च कर मिनिमम सेंती माने एई भितरे 20-30,000 ता पूर्वरु सेतेले माने गोटे मास 2 मास पूर्वरु तांकर 2,000-2,500 सेंती मेडिसिन आपण मोटा मोटी भाबरे कहंतु जेते बेले आपनकर प्रोडक्ट खाई नथिले ता पूर्वरु अप्रोक्सीमेटली केते खर्च होइतिला आ एठी कोन कोन प्रोडक्ट खाई कि से वर्तमान ठीक अछि तांकर पंचतुलसी डेंट आउ लिभर आउ त्रिपुरा वर्तमान ठीक अछंती हां एई बेला सुस्थ रहंतु सर आ ताकू ट्रीटमेंट करंतु को चाहुथिले तो सारा पुलिस रे अछंती तांकर डेड ड्यूटी पडिछि सेति पई जोग देई पारलेनी थैंक यू आउ ठीक है थैंक यू आउ धन्यवाद कहि रुक्मणी मैडम को मोर हमर सेठी माने विषय भेट हेतिला देखि रुक्मणी मैडम को मु पचारली जे मैडम आपण असली पेज प्रोडक्ट रे अछंती आउ मो हजबेंड को एमती प्रॉब्लम हेछि आउ ओके थैंक यू मैम तो नेक्स्ट हमें काहे के समय हमको इशारा दउछि ठीक अछि समस्त को मोर कटि कटि धन्यवाद थैंक यू नेक्स्ट आसंतु समस्त को सारन को नमस्कार डॉक्टर नु बहुत प्रॉब्लम रतिली बाली मैडम का पाकर मु खाइली कौन है थिला आ कौन खाइली खाइली हमर घने डॉ खाइली तापर सार मु बहुत 3 सप्ताह में मु भला हे गली तो मु तांकर पाकर बहुत समस्त को सारन को पे धन्यवाद मु एबे बहुत भला अछि बहुत धन्यवाद मु कोई पारबी नै सर थैंक यू मैम थैंक यू आपनकर आपण जेहेतु भलो होई छथि तणो आपण किछि कहि परनाती नेक्स्ट एग्जाम को टाइप रो रिजल्ट आसुची विश्वास होउची तो एबे ए एक जोरदार करताली दियो ए जो लोक माने सब आसी के आपन को सामने रे प्रोडक्ट रो रिजल्ट शेयर करछन्ते से माने आपन को भितरु ना आमे मान को धरि के आछू हम भितरु तो ना किछि तांको लांच दिया होउची की हां नेक्स्ट जोहार के जतो कोगे जानी तुम यू कना बुतुई बाबी घर म भडा बिसय गलो आर डांगारिन खावलान तहन माने तार के बइन कमी दाया तार के बइन कमी दा तापरे ना डेंटोडो किति किति लगा किए तापरे तो 15 दिन की बेसन तापरे बाली मैडम
ମ୍ୟାଡାମଙ୍କର ଯୋଉଟାକି ସେ ପାଣିରେ କାମ କରିପାରୁନଥିଲେ ତ ଆମର ବାଲିଶରଣ ମ୍ୟାଡାମ ମାନେ ତାଙ୍କୁ ଖାଲି କେବଳ ଡେଣ୍ଟଡକ୍ ଦେଇଥିଲେ ଆଉ ସେ 15 ଦିନ ମଧ୍ୟରେ ସେ ଠିକ ହେଇଛି। ଠିକ ଅଛି ଠିକ ତ ତ ରେଜଲ୍ଟର ତ ଆପଣମାନେ